विद्यालय ର ସଂସ୍କୃତ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର। ଆଜି ସଂସ୍କୃତ ସପ୍ତାହର ଅନ୍ତିମ ଦିବସ। ଏହି ଅନ୍ତିମ ଦିବସରେ ଆଜି ଆମର ଏକ କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ମଧ୍ୟ ଏହା ଆମକୁ ନିର୍ଦ୍ଦେଶ ଅଛି ଏବଂ ଆମର ମଧ୍ୟ ତାହା ଉତ୍ସାହରେ ଥିଲା। ଏଣୁ ପିଲାମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଏବଂ ତାଙ୍କର ଶ୍ଲୋକାଂଶ ଆବୃତ୍ତି ଇତ୍ୟାଦିର କାର୍ଯ୍ୟକ୍ରମ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ମଧ୍ୟ ଇଏ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଣୁ ଆଧରେ ବିଷୟ ଆମର ଅଛି ସଂସ୍କୃତ ଆଉ ସଂସ୍କୃତି। ଏଣୁ ଏଇ ଯେଉଁ ସଂସ୍କୃତ ଆଉ ସଂସ୍କୃତିର ଭାବନା ଇଏ ହେଉଛି ଏଇ ଯେଉଁ ଭାବନାଟାକୁ ଆମକୁ ଜାଗ୍ରତ କରିବାକୁ ପଡ଼ିବ। ଯେମିତି ମଣିଷ ଥିଲେ କିଛି ଲାଭ ହେବନି, ତାର ନିଶ୍ୱାସ ଯଦି ଆମର ବାୟୁ ନାହିଁ ସେ ହେଉଛି ମୃତ। ଏଣୁ ସଂସ୍କୃତ ଥିଲେ ହେବନି, ସଂସ୍କୃତିର ଆବଶ୍ୟକତା ଏଠି ଅଛି। ଏଣୁ ସଂସ୍କୃତଟା ହେଉଛି ସେ କାର୍ଯ୍ୟକ୍ଷମ ହେବନି। ଗଛ ଯଦି ଅଛି ଗଛରେ କିଛି ହେବନି, ଗଛ ଯଦି ହେବ ଫଳ ନାସ୍ତି, ଫଳ ଯଦି ନାହିଁ ଲାଭ କିଛି ନାହିଁ। ଏଣୁ ଏଇ ନ୍ୟାୟରେ ଏଇ ନିୟମରେ ଏଣୁ ଆଜି ଖାଲି ଫୁଲ ଥିଲେ ଯାଇକି ଭଗବାନଙ୍କ ବେକରେ ଲାଗିଯିବନି, ତା ପାଇଁ କ'ଣ ଦରକାର ନା ଗୋଟେ ପାଷ୍ଟୁଙ୍ଗାର ଦରକାର। ଏଣୁ ଏଇ ଯେଉଁ ପାଷ୍ଟୁଙ୍ଗାଟା ନଥିଲେ କି ସୂତାଟା ନଥିଲେ ଯେମିତି ଫୁଲଟା ଭଗବାନଙ୍କ ବେକରେ ଶୋଭା ପାଏନି, ଠିକ୍ ସେମିତି ଇଏ ସଂସ୍କୃତ ଆଉ ସଂସ୍କୃତି ଏ ଦୁଇଟାକ ଏକ ଅଭିନ୍ନ ଶବ୍ଦ, ଏ ଭିନ୍ନ ନୁହେଁ। ଏଣୁ ଏଇ ଭିନ୍ନ ଶବ୍ଦ ଆଜିକାଲି ଯେଉଁ ସମାଜରେ ଆଜି କିଏ ମୃତ୍ୟୁବରଣ ଏଇଠି କିଏ ପୋଡ଼ିଗଲାଣି, କିଏ ଆଜିକାଲି ଉଶୃଙ୍ଖଳିତ ହେଉଛନ୍ତି, ରାସ୍ତାଘାଟର ସମସ୍ୟା ଆପଣମାନେ ଜାଣୁଛନ୍ତି। ଆଜିକାଲି ମୋବାଇଲର ଯେଉଁ ଯୁଗ ହେଲାଣି, ଏଇ ଯେଉଁ ଯୁଗର ଯେଉଁ ଆମର ଏଇ ଯେଉଁ ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଛୁଆମାନଙ୍କର ପରିବର୍ତ୍ତନ ହେଉଛି। ଏଇ ଯେଉଁ ପରିବର୍ତ୍ତନ ସମାଜକୁ ଏକ ମାନେ ସୁଚିନ୍ତନ ଦେବା ପାଇଁ ଆମର ଆଜିର ଏଇ ଯେଉଁ କାର୍ଯ୍ୟକ୍ରମ କରାଯାଇଛି। ଆଜି ସଂସ୍କୃତ ଏବଂ ସଂସ୍କୃତି ଇଏ ହେଉଛି ଏକ, ଇଏ ଅଭିନ୍ନ। ଏଣୁ ସମସ୍ତଙ୍କ ଭିତରେ ଏ ସଂସ୍କୃତିର ଭାବନା ଆସିଲେ ଆମର ଏଇ ଯେଉଁ ଦୁର୍ନୀତି, ଏଇ ଯେଉଁ ଭ୍ରଷ୍ଟାଚାର, ଏଇ ଯେଉଁ ମାନସିକତା ଇଏ ଦୂରେଇ ଯିବ ଏବଂ ଏକ ସୁନ୍ଦର ଆମର ଭାରତ ଭୂମି ବିଶ୍ୱରେ ଏକ ନମ୍ବର ହେଇ ଏହା ପ୍ରତିପାଦିତ ହେବ। ଏହା ହିଁ ମୋର ଆଜିର ଦିନରେ ମୋର ଏ ହେଉଛି ଭାବନା। ଦେଖନ୍ତୁ ଆଜିକାଲି ଯେଉଁ ସମାଜ ହେଇଛି, ଗୋଟେ ଆମେ ଯେତେବେଳେ ପଢ଼ୁଥିଲୁ ଆମ ବାପା ମା କ'ଣ କରୁଥିଲେ ନା ସେମାନେ ଖଟୁଥିଲେ, ବିଲରେ ଚାଷ କରୁଥିଲେ, କିନ୍ତୁ ଆମକୁ ପଢ଼ଉଥିଲେ, ଡାକ୍ତର କରୁଥିଲେ। କିନ୍ତୁ ଆଜି କ'ଣ ହେଇଛି ନା ଡାକ୍ତର ବାପା ଡାକ୍ତର ହେଇଛି, ପୁଅ ବିଶୃଙ୍ଖଳିତ ହେଉଛି। ଏଇଥିପାଇଁ ହିଁ ଆଜି ସଂସ୍କୃତିର ଆଉ ସଂସ୍କୃତର ଆବଶ୍ୟକତା ଅଛି। NK Media, most trusted social media.